ପିଲାମାନେ ଆମେ ଆଜି ଝୁଲଣା ବହିର ପାଠ 4 ବିଷୟଟି ପଢ଼ିବା। ପ୍ରସଙ୍ଗ କ'ଣ ନା ଆମ ପରିବାର। ଆସ ଗୀତ ଗାଇବା ହେଲା। ଆରେ କାଉ ଆ ଠେକୁଆ, ହାତକୁ ହଲାଇ ମା ଡାକିଲେ କାଉ ତୁ ଆ, କୁନା ମୋ ଖାଉଛି ବରା କାକରା, ଖାଇବୁ ଯଦି ତୁ ଆ। ହାତକୁ ହଲେଇ କିଏ ଡାକୁଥିଲେ? ମା ଡାକୁଥିଲେ। କାହାକୁ? ନା କାଉକୁ। କୁନା କ'ଣ ଖାଉଥିଲା? ବରା ଆଉ କାକରା ଖାଉଥିଲା ହେଲା। ଆଖିକୁ ନଚାଇ ବାପା କହିଲେ ଠେକୁଆ ଆ, କୁନି ମୋ ପିଠିରେ ହୋଇଛି ଲାଉ, ଖେଳିବୁ ଯଦି ତୁ ଆ। ଆଖିକୁ ନଚାଇ ବାପା କ'ଣ କଲେ? ଠେକୁଆକୁ ଡାକିଲେ। କୁନି ତାଙ୍କ ପିଠିରେ କ'ଣ ହେଇଥିଲା? ଲାଉ ହେଇଥିଲା ହେଲା। 1 ନମ୍ବର ଆସ କଥା ହେବା। କ ନମ୍ବର ମା କାହାକୁ ଡାକିଲେ? ମା କାଉକୁ ଡାକିଲେ। ଖ ନମ୍ବର ବରା କାକରା କିଏ ଖାଉଥିଲା? କୁନା ଖାଉଥିଲା। ଗ ନମ୍ବର ବାପା ଠେକୁଆକୁ କିପରି ଡାକିଲେ? ଆଖିକୁ ନଚାଇ ଡାକିଲେ। ଘ ନମ୍ବର ବାପା କୁନିକୁ କେମିତି ଖେଳାଉଥିଲେ? ଲାଉ କରି ଖେଳାଉଥିଲେ ହେଲା। ଅ ନମ୍ବର ଜେଜେବାପା ଜେଜେମା ତୁମ ସହିତ କିପରି ମଜା କରନ୍ତି? ଜେଜେବାପା ଜେଜେମା ତୁମ ସହ କିପରି ଭାବରେ ମଜା କରନ୍ତି ତୁମେ ତାହା ଏଠି କହିବ ହେଲା। ଯେମିତିକି ତୁମ ସହ କେମିତି ମଜା କରନ୍ତି? ତୁମ ସହ ଖେଳନ୍ତି, ତୁମକୁ ଲାଉ କରନ୍ତି ହେଲା, ତୁମକୁ ଖୁଆଇ ଦିଅନ୍ତି ହେଲା, ଆଉ ତୁମ ସହ ମଜା କରନ୍ତି, ଏଇସବୁ ଜିନିଷ ତୁମେ କହିବ ହେଲା। 2 ନମ୍ବର ତଳ ଚିତ୍ରଗୁଡ଼ିକୁ ଚିହ୍ନିବା। ଯେଉଁ ଚିତ୍ରର ନାମ ଆ ଅକ୍ଷରରୁ ଆରମ୍ଭ ତା ତଳ କୋଠରୀରେ ରଙ୍ଗ ଦେବା ହେଲା। ଯେଉଁ ଚିତ୍ରର ନାମ ଆ ଅକ୍ଷରରୁ ଆରମ୍ଭ ତା ତଳେ ଆମେ ରଙ୍ଗ ଦେବା ହେଲା। ଏଇଟା କ'ଣ? ଆତ ହବ, ଆରୁ ଆରମ୍ଭ। ଅଙ୍ଗୁର ହବନି। ଆଳୁ ହବ, ଆରୁ ଆରମ୍ଭ ହୋଇଛି। ଆଖି ହବ, ଆରୁ ଆରମ୍ଭ ହେଲା। ତିନି ନମ୍ବର ଆ ଅକ୍ଷରରେ ଗୋଲ ବୁଲେଇବା। ଆ ଅକ୍ଷର ଯେଉଁଠି ଯେଉଁଠି ଅଛି ସେଠି ଆମକୁ ଗୋଲ ବୁଲେଇବାର ଅଛି ହେଲା। ଦେଖ ଆ ଏଠି ମଧ୍ୟ ଅଛି, ଏଠି ମଧ୍ୟ ଅଛି ହେଲା। ଏମିତି କରି ତମେ କ'ଣ କରିବ? ଗୋଲ ବୁଲେଇବ ହେଲା। 4 ନମ୍ବର ଆସ ଦେଖି ଲେଖିବା ହେଲା। ତମେ କ'ଣ କରିବ ନା ଏଠି ଦେଖିକି ଲେଖିବ ଆ ହେଲା। ଏମିତି ସୁନ୍ଦର ଭାବରେ ବିନ୍ଦୁକୁ ବିନ୍ଦୁ ଯୋଡ଼ି ଲେଖିବ ହେଲା। ଆଉ ତଳେ ମଧ୍ୟ ଏଠି ଲେଖିବ। ବୁଝିପାରିଲ? 5 ନମ୍ବର ଅକ୍ଷର ଯୋଡ଼ି ଶବ୍ଦ ଗଢ଼ିବା, ଲେଖିବା ଓ ପଢ଼ିବା। ଦେଖ ଏଠି କ'ଣ ଲେଖା ହେଇଛି? ଏଠି କ'ଣ ଲେଖା ହେଇଛି? ଚଟ, ଚଟ। ଆମ, ଆମ। ଆଗ, ଆଗ ହେଲା। ଅରଟ, ଅରଟ ହେଲା। ଆମର, ଆମର। ଆମର, ଆମର ହେଲା। ଗରମ, ଗରମ। 6 ନମ୍ବର ତଳ ଚିତ୍ରଗୁଡ଼ିକର ନାମ କହିବା। ଏଇଟା କ'ଣ ଦେଖିଲ? ଏଇଟା କ'ଣ? କ'ଣ ଏଇଟା? କାଉ।
ଏଇଟା ମକା, କାନ, ପାରା। 7 ନମ୍ବର ତଳ ଚିତ୍ରକୁ ଦେଖି ପଢ଼ିବା। ଏଇଟା କ'ଣ? ଗରା, ଚାରା, ଚାମଚ, ଆଚାର। 8 ନମ୍ବର କୋଠରୀରେ ଦିଆଯାଇଥିବା ପରି ଆକାର ଲଗାଇ ଖାଲି ଘରେ ଲେଖିବା। ଚ ଅଛି ଦେଖ ଆକାର ଲାଗିଛି ଏଠି। ଏଠି କ'ଣ କରିବ? ବିନ୍ଦୁକୁ ବିନ୍ଦୁ ଏଠି ଯୋଡ଼ିବ, ଏପଟେ ଲେଖିବ ହେଲା। ଚରେ ଆକାର ଚା, ଗରେ ଆକାର ଗା, ଗରେ ଆକାର ଗା। ମରେ ଏଠି ଆକାର ଦିଆହେଲା କ'ଣ ହେଲା? ମା, ମରେ ଆକାର ମା। ରରେ ଆକାର ରା, ଟରେ ଆକାର ଟା। 9 ନମ୍ବର ଆକାର ଲଗାଇ ନୂଆ ଶବ୍ଦ ଗଢ଼ି ଖାଲି ଘରେ ଲେଖିବା। ଯେପରି ରଗ ଲେଖା ହେଇଛି ଏଠି, ରରେ ଆକାର ଲାଗିଲା ତ କ'ଣ ହେଲା? ରା ଗ, ରାଗ ହେଲା। ସେଇଭଳି ଭାବରେ ଆମେ ଏଠି ଲେଖିବା। ଗର ଲେଖା ହେଇଛି ତ କ'ଣ ହବ? ଗ ରେ ଆକାର ଗା, ର, ଗାର। ଆଉ ଗୋଟେ ବି ହେଇପାରିବ। ଗ ରରେ ଆକାର ରା, ଗରା ହେଲା। ଦେଖ ମ ଗ ହେଲା ତ କ'ଣ ଏଠି ହବ? ଦେଖ ମରେ ଆକାର ଲଗେଇଲେ ମା ଗ, ମାଗ ହେଲା। ର ମ ହେଲା ତ ରରେ ଆକାର ଲାଗିଲେ ରା ମ, ରାମ। 10 ନମ୍ବର ଅକ୍ଷର ଯୋଡ଼ି ଶବ୍ଦ ଗଢ଼ିବା। ଖାଲି ଘରେ ଲେଖିବା ଓ ପଢ଼ିବା। ଦେଖ ଏଠି ଦୁଇଟି ଘର ଦେଇଛି ହେଲା। ସେଇଟା ଯୋଡ଼ିକି ଏଠି ତଳେ ଗୋଟେ କ'ଣ କରିଛି? ଗୋଟେ ନୂଆ ଶବ୍ଦ ହେଇଛି ହେଲା। ଚଟ ଉପରେ ଅଲଗା ଅଲଗା ହେଇକି ଦେଇଛି। ଦେଖ ଚ ଏଠି ଟ ଅଛି। ଏ ଦୁଇଟି ମିଶିକି ଗୋଟେ ନୂଆ ଶବ୍ଦ ହେଲା କ'ଣ? ନା ଚ ଆଉ ଟ ଅକ୍ଷର ଯୋଡ଼ି କ'ଣ ହେଲା? ନୂଆ ଶବ୍ଦ ହେଇ ଚଟ। ଏଠି ଦେଖ ସେମିତି ଆମେ କରିବା। ଚରେ ଆକାର ଚା, ଏଠି କ'ଣ ଅଛି? ଟ। ତାହେଲେ କ'ଣ ହବ? ଚାଟ, ଚାଟ ହେଲା। ଏଠି ଦେଖ ଅ ଅଛି, ର ଆଉ ଟ। ତାହେଲେ ମିଶିଲେ କ'ଣ ହବ ଶବ୍ଦ? ଅରଟ, ଅରଟ। ଏଇଟା ଦେଖ ଏଠି ଆ, ଚରେ ଆକାର ଚା, ର କ'ଣ ହେଲା? ମିଶିକି ଆଚାର। ଆ ଚରେ ଆକାର ଚା, ର, ଆଚାର। 11 ନମ୍ବର ତଳ ଶବ୍ଦ ଗୁଡ଼ିକ ପଢ଼ିବା। ଏଇଟା କ'ଣ? ଗାର, ରାଗ, ଗରା, ପାଗ, ଆଚାର, ଚାମଚ ହେଲା। 12 ନମ୍ବର ସାରଣୀରୁ ଅକ୍ଷର ନେଇ ଶବ୍ଦ ଗଢ଼ି ଲେଖିବା। ଯେମିତିକି ସେ ଗୋଟେ କ'ଣ କରିଛି? ଶବ୍ଦ ଗଢ଼ିଛି। ଦେଖ ଚଟ, ଚଟ ହେଲା। ଆମେ ତିଆରି କରିବା ଶବ୍ଦ। ଦେଖ ଆଚାର ଲେଖିବ। ଆଚାର ହେଲା। ଆଉ ଗୋଟେ ଦେଖ ଏଠି ଅଛି ଚାମଚ, ଚାମଚ, ଚାମଚ ହେଲା। ଏଇଟା ଦେଖ ବାର, ବାର, ବାର। ଦେଖ ଆଉ ଗୋଟେ ଶବ୍ଦ ହେଲା ଅଟା, ଅଟା, ଅଟା। ଅରଟ, ଅରଟ। 13 ନମ୍ବର କାଗଜକୁ ଭାଙ୍ଗି ଡଙ୍ଗା ତିଆରି କରି
ତଳେ ଲଗାଇବା। ତମେ କ'ଣ କରିବ? କାଗଜ ଭାଙ୍ଗି ଡଙ୍ଗା ଗୋଟେ ତିଆରି କରିବ। ତିଆରି କରିକି କ'ଣ କରିବ? ତଳେ ଲଗେଇବ ହେଲା।